जो ଯାତ୍ରା କିମ୍ବା ମେଳାକୁ ଗଲେ ପ୍ରଥମେ ମଥୁରା କେକ୍ ଖାଆନ୍ତି ନା ନାହିଁ ମୋତେ କହିବେ ତ? ଯଦି ଆପଣମାନଙ୍କୁ ମୋ ଭଳି ମଥୁରା କେକ୍ ପସନ୍ଦ ତାହେଲେ କମେଣ୍ଟ ମାଧ୍ୟମରେ ମୋତେ ଜଣେଇବେ। ତ ମୁଁ ଏବେ ରିସେଣ୍ଟଲି ଗୋଟେ ମେଳାକୁ ଯାଇଥିଲି, ମୋତେ ସେଇଠି ମଥୁରା କେକ୍ ମିଳିନଥିଲା। ତ ମୋ ମନ ବେଶୀ ଦୁଃଖିତ ହେଇଯାଇଥିଲା। କିନ୍ତୁ ଆପଣମାନଙ୍କର ଭଲ ପାଇବା ଆଉ ସହଯୋଗ ସପୋର୍ଟ ଯୋଗୁଁ ଆଜି ମୋର ୟୁଟ୍ୟୁବରେ 500 ସବସ୍କ୍ରାଇବର କମ୍ପ୍ଲିଟ୍ ହେଇଯାଇଛି। ସେଥିପାଇଁ ସେଇ ଖୁସିରେ ମୁଁ ଆଜି ଘରେ ବନେଇଛି ମଥୁରା କେକ୍। ତ ସେଥିପାଇଁ ଗୋଟେ ବାଉଲରେ ଦହି ନେଇଯାଇଛି, ଚିନି, ଲୁଣ ଟେଷ୍ଟ ହିସାବରେ, ତେଲ ପକାଇ ଦେଇଛି। ତାପରେ ସେଥିରେ ମଇଦା ଦେଇକି ଭଲ ଭାବରେ ଗୋଟେ ସଫ୍ଟ ଡୋ ପ୍ରସ୍ତୁତି କରିଦେଇଛି। ତାପରେ ଏହାକୁ 30 ମିନିଟ୍ ପର୍ଯ୍ୟନ୍ତ ମୁଁ ଘୋଡ଼େଇକି ରଖିଦେଇଛି। ତାପରେ ଘୋଡ଼େଇକି ରଖି ସାରିଲା ପରେ 30 ମିନିଟ୍ ପରେ ମୁଁ ଏହାକୁ ବଲ୍ ଆକାରରେ କରିକି ମଝିରେ ଏମିତି ହୋଲ୍ କରିଦେଇଛି। ତେଲକୁ ମିଡ଼ିୟମ୍ ଭାବରେ ଗରମ କରିଦେଇଛି। ମିଡ଼ିୟମ୍ ଗରମ ହେଇସାରିଲା ପରେ ଏମିତି ଗୋଟେ ଗୋଟେ ବଲ୍କୁ ଆମେ ଦେଇଦେବା। ଦେଇସାରିଲା ପରେ ତାକୁ ଗୋଟେ ସାଇଡ଼୍ ହେଲା ପରେ ଆର ସାଇଡ଼୍କୁ ଓଲଟେଇ ଦେବା। ତ ମୋର ପ୍ରସ୍ତୁତି ହେଇଯିବ ମଥୁରା କେକ୍। ତାକୁ ଛାଣିକି ଗୋଟେ ଟିସ୍ୟୁ ପେପରରେ ବାହାର କରିଦେବା। ତାପରେ ସେଥିରେ ଚିନି ପାଉଡ଼ର ପକାଇଦେବା। ପ୍ରସ୍ତୁତି ହେଇଗଲା ମଥୁରା କେକ୍।